ଭେଜ୍ ବିରିୟାନୀ ତ ଆପଣମାନେ ଅନେକ ଥର ବନେଇ ଖାଇଥିବେ, କିନ୍ତୁ ପୁରାପୁରି ସିମ୍ପଲ୍ ତରିକାରେ ଘରର ବେସିକ୍ ସାମଗ୍ରୀରେ ପୁଣି ଢାବା ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ର କେବେ ଭେଜ୍ ବିରିୟାନୀ ବନେଇଛନ୍ତି? ଯଦି ବନେଇନାହାନ୍ତି ତାହେଲେ ଏଇ ଭିଡ଼ିଓଟି ଆପଣ ପାଇଁ। ଯଦି ପ୍ରଥମ ଥର ବି ବନଉଛନ୍ତି ନା, ତାହେଲେ ବି ପୁରାପୁରି ସୁପର୍ ଟେଷ୍ଟି ବନିକି ରେଡ଼ି ହେବ। ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି, ତ ଆପଣମାନେ ଦେଖିକି ଜାଣିପାରୁଥିବେ। ଢାବା ଷ୍ଟାଇଲ୍‌ରେ ହିଁ ବନିକି ରେଡ଼ି ହେଇଛି, ବହୁତ ସ୍ୱାଦିଷ୍ଟ ବି ଲାଗୁଥିଲା। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଏଇ ତରିକାରେ ଯଦି ଆପଣମାନେ ଥରେ ବନଉଛନ୍ତି, ବାରମ୍ବାର ବନେଇ ଖାଇବାକୁ ଇଚ୍ଛା ହେବ। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ, ଇଜିଲି ପ୍ରସ୍ତୁତ କରିପାରିବେ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ, ପ୍ରଥମେ ଗୋଟେ ଗାଜର ନେଇଛି, ଗୋଟେ କ୍ୟାପ୍ସିକମ୍ ନେଇଛି। ଗାଜର କ୍ୟାପ୍ସିକମ୍‌କୁ ଟିକେ ଲମ୍ବା ଲମ୍ବା ପତଲା ପତଲା ପିସେସ୍‌ରେ କଟିଂ କରିଦେଇ କଞ୍ଚା ଲଙ୍କା ବି କଟିଂ କରିଦେଇଛି। ପୁଣି ଅଦା, ରସୁଣ, ଟମାଟୋ, କଞ୍ଚା ଲଙ୍କା ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ଆମେ ବନେଇକି ଏବେ ରେଡ଼ି କରିଦେବା। ତ ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ପ୍ରଥମେ ନେବା ଆମେ ପନିର କିଛି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ପନିର ନେଇପାରିବେ। ଆଉ ଯେତିକି ଆପଣମାନେ ବିରିୟାନୀ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ପନିର ନେଇପାରିବେ। ତ ଦେଖନ୍ତୁ, ଏଠି ମୁଁ ହାଫ୍ କେଜି ପନିର ନେଇଛି। ଆଉ ପନିରର ପିସେସ୍ ବି ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ କଟିଂ କରିପାରିବେ। ମୁଁ ଏଠି ସ୍କୋୟାର ସେପ୍‌ରେ ହିଁ କଟିଂ କରିଛି ପନିରକୁ। ତ ଅଧିକ ବଡ଼ ପିସେସ୍ ନାହିଁ କି ଅଧିକ ଦେଖିବେ ଛୋଟ ପିସେସ୍ ନାହିଁ, ସେଇଭଳି ପ୍ରୋସେସ୍‌ରେ ମୁଁ ଏଠି କଟିଂ କରିଛି ପନିରକୁ। ତ ଏଇଭଳି ପ୍ରୋସେସ୍‌ରେ ଆମେ କଟିଂ କରିଦେବା। ଆଉ ଧ୍ୟାନ ରଖିବେ ଯେମିତି ପନିରଟା ପୁରା ଖଟା ନଥିବ। ଖଟା ନଥିଲେ ସ୍ୱାଦିଷ୍ଟ ବହୁତ ବଢ଼ିଆ ଆସିବ। ତ ଦେଖନ୍ତୁ, ପନିର ପିସେସ୍‌କୁ ମୁଁ କଟିଂ କରିଦେଲି, ସାଇଡ଼୍‌ରେ ଏବେ ରଖିଦେବା। ଏବେ ଚାଲନ୍ତୁ ଆମ ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ତ ଗୋଟେ ଡେକ୍ଚିରେ କିଛି ମୁଁ ପାଣି ନେଇଥିଲି, ପାଣି ଏଠି ପୁରାପୁରି ଫୁଟି ବି ଯାଇଛି। ତ ଯେହେତୁ ବିରିୟାନୀ ବନାଉଛନ୍ତି ତ ଭାତ ତ ଆମେ ନିଶ୍ଚୟ ବନେଇବା। ତ ମୁଁ ବାସୁମତୀ ରାଇସ୍‌ରେ ହିଁ ବନେଇଛି। ଆପଣଙ୍କ ପାଖରେ ଯଦି ନର୍ମାଲ୍ ଚାଉଳ ଅଛି ତାହେଲେ ଆପଣମାନେ ବନେଇ ପାରିବେ। ତ ଏଠି କିଛି ଗୋଟା ମସଲା ଆଉ ଜିରାକୁ ଏଡ୍ କରିଦେବା। ପାଣିରେ ଟିକେ କଲର୍ ପୁରା ଚେଞ୍ଜ ହେଇଯିବ, ସବୁ ତ ଫ୍ଲେଭର୍ ସେଥିରେ ଚାଲିଗଲା ପରେ ଆମେ ସେଥିରେ ଏଡ୍ କରିଦେବା। ଚାଉଳକୁ ଭଲସେ କ୍ଲିନ୍ କରି ଧୋଇଦେବା। ଏଠି ମୁଁ 1 କେଜି ଚାଉଳରେ ଆଜି ବିରିୟାନୀ ବନାଉଛି। ତ ଆପଣମାନେ ଯେତିକି ଚାଉଳରେ ବନେଇବେ ସେ ଅନୁସାରେ ଚାଉଳ ନେଇପାରିବେ। ତାପରେ ଦେଖନ୍ତୁ, ଟିକେ ବିରିୟାନୀଟା ଟିକେ ହାଲକା ଫୁଟି ସାରିବା ପରେ ସେଥିରେ ମୁଁ ପୁଦିନା ପତ୍ର ଏଡ୍ କଲି। ଆପଣମାନେ ଚାହିଁଲେ ପୁଦିନା ପତ୍ର ବଦଳରେ ଧନିଆ ପତ୍ର ବି ଏଡ୍ କରିପାରିବେ। ତାପରେ ଆମେ ଏଡ୍ କରିଦେବା ସ୍ୱାଦ ଅନୁସାରେ ଲୁଣ ଏଡ୍ କରିଦେବା। ଏହି ସମୟରେ ଯଦି ଲୁଣ ଏଡ୍ କରିଦେବେ, ଦେଖିବେ ଭାତଟା ପୁରା ମାନେ ପରସ୍ପର ଭିତରେ ବି ଲାଗିବନି। ଆଉ ଦେଖିବେ କୁକିଂ ବି ଫାଷ୍ଟ ହେବ। ଆଉ ଯେତେବେଳେ ବିରିୟାନୀଟା ଖାଇବେ ତ ଦେଖିବେ ମାନେ ପାଞ୍ଚିଆ ସ୍ୱାଦ ଆସିବନି, ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ତ ଏଇ ସମୟରେ ହିଁ ମୁଁ ଯେତିକି ଚାଉଳ ନେଇଛି ସେ ଅନୁସାରେ ମୁଁ ଏଠି ଲୁଣକୁ ଏଡ୍ କରିଦେଇଛି। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା, ସେ ଟିକେ ଫୁଟିବ। ଆଉ ସେଇଥିରୁ ଅଳ୍ପ ଟିକେ ଗରମ ପାଣିକୁ ବାହାର କରିଦେବା। ଆମେ ସେଇଥିରେ ବଟର୍ ଏଡ୍ କରିଦେବା। ବଟର୍ ବଦଳରେ ଆପଣମାନେ ଘିଅ ବି ଏଡ୍ କରିପାରିବେ। ଏଇ ପ୍ରୋସେସ୍‌ଟି ଆମକୁ ଆଗକୁ ଦରକାର ପଡ଼ିବ। ତ ପୁଣି ଥରେ ସେଇଥିରେ ଆମେ ବିରିୟାନୀ ମସଲା, ତ ମୁଁ ଏଠି ଗୋଟା ମସଲା ଟିକେ ହାଲକା ଭାଜିକିରି ପାଉଡ଼ର ବନେଇ ଏଡ୍ କରିଛି। ଆପଣମାନେ ଚାହିଁଲେ ମାର୍କେଟ୍‌ର ବିରିୟାନୀ ମସଲା ବି ଏଡ୍ କରିପାରିବେ। ତାକୁ ଟିକେ ମିକ୍ସ କରି ସାଇଡ଼୍‌ରେ ସେ ଗିନାଟାକୁ ରଖିଦେବା। ତାପରେ ଗୋଟେ ଯେକୌଣସି ବି ବଡ଼ ଗୋଟେ ଏଠି ଡେକ୍ଚି ନେବା। ଏଠି ମୁଁ ଗୋଟେ ଦେଖନ୍ତୁ ଗୋଟେ ଡେକ୍ଚି ନେଇଛି, ସେଇଥିରେ ଏଡ୍ କରିଦେଇଛି ରିଫାଇନ୍ ତେଲ। ଆଉ ଗୋଟେ ଚାମଚ ଏଡ୍ କରିଦେଲି ବଟର୍। ଆଉ ଗୋଟା ମସଲା ଅଳ୍ପ ଟିକେ ଏଡ୍ କରିଦେଇକି ଟିକେ ଗୋଟା ମସଲାଟା ଟିକେ ହାଲକା ଭାଜି ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ଭାଜି ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା କଞ୍ଚା ଲଙ୍କା। କଞ୍ଚା ଲଙ୍କାକୁ ବି ଟିକେ ହାଲକା ଭାଜିଦେବା ଆମେ। ତ କଞ୍ଚା ଲଙ୍କାର କଞ୍ଚା ଫ୍ଲେଭର୍ ଚାଲିଯିବା ପରେ ବା ଟିକେ ଭାଜି ହେଇସାରିବା ପରେ ଆମେ ସେଇଥିରେ ଏଡ୍ କରିଦେବା ସବୁ ପନିପରିବା ଯେଉଁ ଆମେ ସବୁ କଟିଂ କରି ରଖିଥିଲେ। ତ ମୁଁ ଏଠି ପନିପରିବାରେ ଗାଜର, କ୍ୟାପ୍ସିକମ୍ ନେଇଛି। ଆପଣମାନେ ଚାହିଁଲେ ଫୁଲକୋବି ବି ନେଇପାରିବେ, ଆଉ ମଟର ବି ନେଇଛି। ତ ଫୁଲକୋବି ଏଠି ମୁଁ ସ୍କିପ୍ କରିଦେଇଛି, ଆପଣମାନେ ଚାହିଁଲେ ଏଡ୍ କରିପାରିବେ। ତ ଏବେ କ'ଣ କରିବେ ନା, ଗାଜର ପୁଣି କ୍ୟାପ୍ସିକମ୍‌କୁ ଟିକେ ଭଲସେ ଟିକେ ମିକ୍ସ କରିଦେବା। ଆଉ ଯେମିତିକି ଏଇଠି ପୁରା 20-30% ଯେମିତି କ୍ୟାପ୍ସିକମ୍‌ଟା ଟିକେ ସିଝିଯିବ। ଆଉ ପୁଣି ସେଥିରେ ଗାଜରଟା ବି ସିଝିଯିବ। ମୁଁ ଏଠି ବିଲକୁଲ ବି ଛାଣିନି, ଆପଣମାନେ ନୋଟିସ୍ କରିପାରୁଥିବେ। ତ ଦେଖିବେ କମ୍ ତେଲରେ ବି ଏଇ ରେସିପିଟି ଆପଣମାନେ ବନେଇ ପାରିବେ। ତ ଯେମିତିକି ମାନେ ଦେଖିବେ 3-4 ଚାମଚ ତେଲରେ ଆପଣମାନେ ବିରିୟାନୀ ରେସିପିଟି ବନେଇକି ରେଡ଼ି କରିପାରିବେ। ତ ପୁଣି ଥରେ ଦେଖନ୍ତୁ, ଟିକେ ଏଇଠି ଆମର ଗାଜରଟା ଟିକେ ସିଝି ସାରିବା ପରେ ଆମେ ସେଥିରେ ମଟରକୁ ବି ଏଡ୍ କରିଦେବା, ଟିକେ ହାଲକା ଭାଜିଦେବା। ମଟରଟା ଟିକେ ଭାଜି ହେଇସାରିବା ପରେ ଯେମିତି କୁକିଂ ଫାଷ୍ଟ ହେବ, ସେଥିପାଇଁ ମୁଁ ଅଳ୍ପ ଟିକେ ହିଁ ଲୁଣ ଏଡ୍ କଲି। ତ ଏହି ସମୟରେ ପନିପରିବା ଅନୁସାରେ ହିଁ ଲୁଣ ଏଡ୍ କରିବା, ଯେହେତୁ ଭାତ ଅନୁସାରେ ଆମେ ଲୁଣ ଏଡ୍ କରିଦେଇଛନ୍ତି ଭାତ ବନେଇବା ସମୟରେ। ପୁଣି ସେଥିରେ ଏଡ୍ କରିଦେବା ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ପୁଣି ଗରମ ମସଲା, ଘରର ବେଶୀ ଗରମ ମସଲା ଏଡ୍ କଲି। ପୁଣି ଆଉ ହାଫ୍ ଚାମଚ ସେଥିରେ ଗୋଟା ମସଲା ପାଉଡ଼ର ବା ବିରିୟାନୀ ପାଉଡ଼ର ଏଡ୍ କରିଦେଇଛି, ମସଲା ପାଉଡ଼ର। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା।
तो देखंतु एइभଳି ଟିକେ ମିକ୍ସ କରିଦେବା ଆଉ ଟିକେ ଟେଷ୍ଟକୁ ତାର ବଢ଼େଇବା ପାଇଁ ମୁଁ ଏଠି ଗୋଟେ ଗିନା ଦହି ଏଡ୍ କରୁଛି ଛୋଟ ଗିନା। ତ ଧ୍ୟାନ ରଖିବେ ଦହି ଯେମିତି ଖଟା ନଥିବ ସେମିତି ଦହି ଏଡ୍ କରିବେ। ଯଦି ଖଟା ଥିବା ଦହି ଏଡ୍ କରିବେ ତାହେଲେ ଦେଖିବେ ଟେଷ୍ଟ ଭଲ ଆସିବନି। ସେଥିପ୍ରତି ଟିକେ ଧ୍ୟାନ ଦେବେ। ମାର୍କେଟରେ ଦହି ଏଡ୍ କରିଛି। ଦହିକୁ ଏଡ୍ କରି ସାରିବା ପରେ ଆମେ ଗ୍ୟାସ୍ ଆଞ୍ଚ ପୁରା ସ୍ଲୋ ଆଞ୍ଚ ରଖିକିରି ଆମେ ଟିକେ ମିକ୍ସ କରିବା ଟିକେ କଷିବାକୁ ଦେବା। ସେତିକି ଭିତରେ ଚାଲନ୍ତୁ ଆମର ଭାତ ବନିଲାଣି ଟିକେ ଚେକ୍ କରିଦେବା। ତ ଦେଖନ୍ତୁ ଏଠି ଭାତଟା ପୁରା ବନିଯାଇଛି। ଯେମିତିକି ଦେଖିବେ ହାତରେ ଯେମିତି ଟଚ୍ କରିବେ ଭାତଟାକୁ ତ ଦେଖିବେ ବିଲକୁଲ ହାତକୁ ଚାଉଳ ଲାଗୁନଥିବ ତ ଜାଣିଦେବେ ଯେ ପରଫେକ୍ଟଲି ବନିଲା। ମାନେ ଏଠି ଆପଣମାନେ ଭାତଟାକୁ ପୁରା 70% ହିଁ ବନିବାକୁ ଦେବେ। ଆଉ 30% ସେ ବିରିୟାନୀ ଯେତେବେଳେ ଦମ୍ ହେବ ବା ଦମ୍ ବିରିୟାନୀ ଯେହେତୁ ବନାଉଛନ୍ତି ସେ ସମୟରେ ଏଡ୍ କରିବେ। ତ ଦେଖନ୍ତୁ ଏଠି ପନିପରିବା ପୁଣି ମସଲା କଷି ହେଇସାରିବା ପରେ ଆମେ ଏଥିରେ ଅଦା ରସୁଣ କଞ୍ଚା ଲଙ୍କା ଟମାଟର ପେଷ୍ଟ ଏଡ୍ କରି ପୁଣି ଥରେ ଟିକେ କଷିବାକୁ ଦେବା। ଟିକେ ଭଲସେ କଷି ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ପନିରକୁ। ତ ପନିରକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏଠି ମୁଁ କଞ୍ଚା ପନିର ହିଁ ଏଡ୍ କରିଛି। ତ କଞ୍ଚା ପନିରକୁ ଏଡ୍ କରିକିରି 3ରୁ 4 ଚାମଚ ତେଲରେ ଆପଣମାନେ ବିରିୟାନୀ ବନେଇ ପାରିବେ। ଅତି ସହଜ ଉପାୟରେ କମ୍ ତେଲରେ ବନେଇ ପାରିବେ। ଆଉ ବଟର ଏଠି ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ୍ କରିବେ ନହେଲେ ସ୍କିପ୍ କରିପାରିବେ। ମୁଁ କେବଳ ଫ୍ଲେଭର ପାଇଁ ହିଁ ଏଡ୍ କରିଛି। ଯେହେତୁ ଆମେ ଆଜି ଢାବା ଷ୍ଟାଇଲରେ ବନାଉଛନ୍ତି ତ ସେଇଥିପାଇଁ ମୁଁ ଅଳ୍ପ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ ହିଁ ଏଡ୍ କରିଛି। ତ ପୁରାପୁରି ଅପସନାଲ୍ ଅଛି। ତ ଏଭଳି ପ୍ରୋସେସରେ ଟିକେ ମିକ୍ସ କରିଦେବା। ମିକ୍ସ କରିକିରି ଟିକେ ପନିର ବି ଟିକେ ଆମର ଯେମିତି ମସଲାରେ ପୁରା ମାନେ ସିଝିଯିବ ତେଲରେ। ତ ଦେଖନ୍ତୁ କେତେ ସୁନ୍ଦର ପୁରା କଲର୍ ବି ଆସିଛି ଆଉ ବହୁତ ବଢ଼ିଆ ପୁରା ବନିକି ରେଡ଼ି ବି ହେଇଗଲାଣି। ତ ଏବେ ଗୋଟେ ବାଉଲକୁ ଆମେ ବାହାର କରିଦେବା। କିଛିଟା ଆମେ ରଖିଦେବା। ଯେହେତୁ ଆମେ ଦମ୍ ବିରିୟାନୀ ବନାଉଛନ୍ତି ତ ଆମେ ଲେୟର ଦେବା ସେଇଥିପାଇଁ ଆମକୁ ଦରକାର। ତ ଦେଖନ୍ତୁ ମୁଁ ଏଇଠି ପୁରା ମାନେ ଅଳ୍ପ ଟିକେ ହିଁ ମୁଁ ରଖିଲି ଯେହେତୁ ସେଥିରେ ଗୋଟେ ଷ୍ଟେପ୍ ପଡ଼ିବ ମାନେ ଭାତ। ତ ଆପଣମାନେ ଜାଣିଥିବେ ଦମ୍ ବିରିୟାନୀ ତ ଦେଖିବେ ମସଲାର ମାନେ ଅଳ୍ପ ଟିକେ ତା ଉପରେ ଲେୟର ପଡ଼େ। ତ ସେଇଥିପାଇଁ ମୁଁ ଅଳ୍ପ ଟିକେ ମୁଁ ସେଇଥିରୁ ଦେଖନ୍ତୁ ପନିର ମସଲା ସବୁତକ ବାହାର କରିଦେଇଛି ଗୋଟେ ବାଉଲକୁ। ତ ଏବେ ଆମେ ବାଉଲରେ ରଖିଦେବା ସାଇଡ଼ରେ। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ଆଉ ଦେଖନ୍ତୁ ଅଳ୍ପ ଟିକେ ଡେକ୍ଚିରେ ଅଛି। ତ ଏଭଳି ପ୍ରୋସେସରେ ଟିକେ ଚାରିଆଡ଼େ ପୁରା ମିକ୍ସ ବି କରିଦେବା ଯେମିତିକି ପୋଡ଼ିବନି ବି। ତ ଏଇ ସମୟରେ ଦେଖିବେ ମସଲାର କ୍ୱାଣ୍ଟିଟି ଯେହେତୁ ବହଳିଆ ବନିଗଲା ଆମେ ଦହି ବି ଏଡ୍ କରୁଛନ୍ତି। ଦେଖନ୍ତୁ କେତେ ବଢ଼ିଆ ପୁରା ମସଲାଟା ବନିକି ରେଡ଼ି ହେଇଛି। ତ ଚାରିଆଡ଼େ ଟିକେ ସ୍ପ୍ରେଡ୍ କରିଦେବା ମସଲାଟା ବା ଆମର ଯେଉଁ ବନେଇଛନ୍ତି। ତ ଆଉ ବାକି ଦେଖନ୍ତୁ ଏଇଠି ହାଫ୍ କଂସା ବା ହାଫ୍ ବାଉଲ୍ ମୁଁ ବାହାର କରିଦେଇଛି ସାଇଡ଼ରେ ରଖିଦେବା। ତ ଏବେ କ'ଣ କରିବା ନା ସେଇଥିରେ ଆମେ ଏଡ୍ କରିଦେବା ଏବେ ଭାତ। ଯେତିକି ଭାତ ନେଇଥିବେ ତାକୁ ଟୋଟାଲ୍ ଆମେ ଏଇଠି ଗୋଟେ ଲେୟର ଦେଖନ୍ତୁ ମୁଁ ଏଇଠି ମୁଁ ଦେଇଦେଲି। ଭାତକୁ ଚାରିଆଡ଼େ ହାତ ସାହାଯ୍ୟରେ ସ୍ପ୍ରେଡ୍ କରିଦେବା। ଏହି ସମୟରେ ଆମେ ଯେଉଁ ପନିର ମସଲାଟାକୁ ବାହାର କରିକି ରଖିଥିଲେ ବା ବିରିୟାନୀ ମସଲାଟାକୁ ସେଇ ମସଲାରୁ ଅଧା ଏଥିରେ ଏଡ୍ କରିବା ଆଉ ଅଧାଟି ଆଗକୁ ଆମେ ଏଡ୍ କରିବା। ତ ଦେଖନ୍ତୁ ଏଇଭଳି ପ୍ରୋସେସରେ ଏଡ୍ କରିଦେବେ। ଆଉ ଦେଖନ୍ତୁ ମୁଁ ଏଇଠି ବ୍ରାଉନ୍ କଲର୍ କରିକି ପିଆଜକୁ ଭାଜିକି ରଖିଛି। ତ ମେନ୍ ଜିନିଷ ହେଲା ପିଆଜ ହେଉଛି ବିରିୟାନୀର ଦେଖିବେ ମାନେ ଟେଷ୍ଟକୁ ବଢ଼େଇଥାଏ। ତ ନିଶ୍ଚୟ ଏଡ୍ କରନ୍ତୁ। ଦେଖିବେ ପିଆଜ ଯେତେବେଳେ ଆପଣମାନେ କଷିବେ ସେଇ ସମୟରେ ସ୍କିପ୍ କରିକିରି ଯଦି ଏଇ ସମୟରେ ପିଆଜର କ୍ୱାଣ୍ଟିଟି ଟିକେ ଅଧିକା ଦେବେ ତାହେଲେ ଦେଖିବେ ମାନେ ସ୍ୱାଦକୁ ବଢ଼େଇ ଦେଇଥାଏ ବହୁତ ବଢ଼ିଆ ଲାଗେ। ତାପରେ ପିଆଜକୁ ଏଡ୍ କରିସାରିବା ପରେ ସେଥିରେ ଆମେ ଏଡ୍ କରିଦେବା ପୁଦିନା ପତ୍ରକୁ ଛୋଟ ଛୋଟ ପିସେସରେ କଟିଂ କରି ପୁଣି ଥରେ ତା ଉପରେ ଆମେ ପୁଣି ଥରେ ଭାତର ଗୋଟେ ଲେୟର ଦେବା। ଆଉ ବାକି ଭାତକୁ ସେଥିରେ ଏଡ୍ କରିଦେବା ଯାହା ବଳିଛି। ତାପରେ କ'ଣ କରିବେ ନା ପୁଣି ଥରେ ସେ ମସଲା ସବୁତକ ଏଇଭଳି ପ୍ରୋସେସରେ ଏଡ୍ କରିଦେବା। ତ ଦେଖିବେ ଏଇଭଳି ବନାନ୍ତୁ ମାନେ ହାତ ଚାଟିକି ଖାଇବେ ବହୁତ ବଢ଼ିଆ ଲାଗିବ। ମାନେ ଗୋଟେ ଗିନା ବଦଳରେ ଥାଳିଏ ଖାଇଯିବେ କେତେବେଳେ ଜାଣି ହିଁ ପାରିବେନି। ଆଉ କେବଳ ବିରିୟାନୀ ହିଁ ଖାଇଦେବେ ଆଉ ସେଇଥିରେ ମାନେ ସାଲେଡ଼ ବି ବିଲକୁଲ ଦରକାର ପଡ଼ିବନି। ବହୁତ ବଢ଼ିଆ ଲାଗେ ଏ ରେସିପିଟି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ସେମ୍ ପ୍ରୋସେସରେ ସବୁତକ ଆମେ ପୁଣି ଥରେ ଦେଖନ୍ତୁ ଆମେ ସେ ପିଆଜ ବାକି ପିଆଜକୁ ବି ଏଡ୍ କରିଦେବା। ପୁଣି ଥରେ ପୁଦିନା ପତ୍ରକୁ ବି ଏଡ୍ କରିଦେବା। ପୁଣି ଥରେ ଆମେ ଯେଉଁ ମିକ୍ସ କରି ରଖିଥିଲେ ଗିନାରେ ଘିଅ ପୁଣି ସେଇଥିରେ ଆମେ ଗୋଟା ମସଲା ସେଇ ପାଣିଟାକୁ ଏଇ ସମୟରେ ଏଡ୍ କରିବା। ତ ମୁଁ ଏଠି ପାଣି ମିକ୍ସ କଲି ଆପଣମାନେ ଚାହିଁଲେ କ୍ଷୀର ବି ଏଡ୍ କରିପାରିବେ। ତାପରେ କ'ଣ କରିବେ ନା ଆଉ ଟିକେ ସୁପର ଟେଷ୍ଟି ବନେଇବା ପାଇଁ ବହୁତ ବଢ଼ିଆ ଫ୍ଲେଭରଫୁଲ୍ ବନେଇବା ପାଇଁ ଆମେ କୋଇଲା ଜଳୁଥିବା କୋଇଲାରେ ଅଳ୍ପ ଟିକେ ତେଲକୁ ଏଡ୍ କରିକି ତାର ଫ୍ଲେଭରଟା ଦେବା। ଏଇଭଳି ଷ୍ଟାଇଲରେ ଯେହେତୁ ଆଜି ଆମେ ଢାବା ଷ୍ଟାଇଲରେ ବନାଉଛନ୍ତି ବା ରେଷ୍ଟୁରାଣ୍ଟ ଷ୍ଟାଇଲରେ ବନାଉଛନ୍ତି ତ ଏବେ କ'ଣ କରିବା ନା କଭରକୁ ବନ୍ଦ କରିକିରି ଆକୁ ପୁଣି ଥରେ ଗୋଟେ ଓଜନିଆ ଜିନିଷ ରଖିଦେବା। 5 ମିନିଟ୍ ପାଇଁ ଟିକେ ଦମ୍ ହେବାକୁ ଦେବା। ଯେହେତୁ ଦମ୍ ବିରିୟାନୀ ବନାଉଛନ୍ତି ତ ଦେଖିବେ ତାର କୋଇଲାରେ ବି ଦେଖନ୍ତୁ ଫ୍ଲେଭର ବି ସବୁତକ ଚାଲିଯାଇଛି। ତ କଭରକୁ ବାହାର କରିକି ଆପଣମାନଙ୍କୁ ମୁଁ ଦେଖାଉଛି ଦେଖନ୍ତୁ କେତେ ବଢ଼ିଆ ଆମର ବିରିୟାନୀ ବନିକି ରେଡ଼ି ହେଇଛି। ତ ବହୁତ ବଢ଼ିଆ ବାସ୍ନା ବି ହେଉଥିଲା ଆଉ ବହୁତ ବଢ଼ିଆ ଟେଷ୍ଟି ବି ଥିଲା। ତ ଆପଣମାନେ ଏଇ ତରିକାରେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ତ ଚାଲନ୍ତୁ ଆପଣମାନଙ୍କୁ ମୁଁ ଦେଖେଇ ବି ଦେଉଛି ଦେଖନ୍ତୁ କେତେ ବଢ଼ିଆ ପୁରା ଗରମ ଗରମ ପୁରା ଦମ୍ ବିରିୟାନୀ ବନିକି ରେଡ଼ି ବି ହେଇସାରିଲାଣି।
तो घरे पूरा घरर बेसिक सामग्री आपण मैंने थरे मात्र ट्राए करंतु केमती लगिला कौन आपण मानकर अनुभूति मो सहित सेयार करंतु। फ्रेंड्स आपण जदि भिडियोटी मोर पसंद आसीबो सांग मानकु शेयर करंतु लाइक करंतु। चैनल जदि नुआ अछंती चैनल को मोर सब्सक्राइब कर दियंतु बेल आइकन क्लिक कर दियंतु जहाँ फल मोर सब वीडियो नोटिफिकेशन प्रथमे आपण मानकु पहुँचबो। मुझे इजी इजी वीडियो नहीं आसबि आपण माने देखिरी घरे आको निहांती ट्राए करंतु। आउ जदि फेसबुक पेज देखुछंती ताले फेसबुक पेज मोर फॉलो करंतु। इंस्टाग्राम रे देखुଥିଲେ फॉलो करने को जमारे भूलतुनि। तो देखो फाइनाली आम रेसिपीटी बनिकी रेडी हो सारी आ कौ जिलूर देखुं मत कमेंट माध्यम जनातु मत भी खुशी लगे मो वीडियो केतु पर्यंत पहुँचुची। तो देखो मुझे गोटे प्लेट को बाहर करी आपको देखई दूसरी केते बढ़िया आमर दम बिरयानी बनिकी रेडी हो सारी। तो आपण मैंने ट्राए करूँ से पर्यंत रोचे पुणी एक नुआ रेसिपी नहीं आसबि। नमस्कार, जय जगन्नाथ।